ଗୋଟିଏ ଜଙ୍ଗଲରେ ଜଗା ନାମକ ଗୋଟିଏ ବାଘ ରହୁଥିଲା। ଆଉ ସେ ବହୁତ ଅଳସୁଆ ଥିଲା। ଆଉ ଦିନ ସାରା ସେ ଶୋଇକି ହିଁ ରହୁଥିଲା। ଆଉ ରାତି ହେଲେ ସେ ସିଂହର ଗୁମ୍ଫାକୁ ଯାଇ ତାର ଶିକାରକୁ ଚୋରେଇ ଆଣୁଥିଲା। ଆଉ ନିଜ ଗୁମ୍ଫାରେ ବସି ଆରାମସେ ଖାଉଥିଲା। ତାର ଗୋଟିଏ ମାତ୍ର ଏଇ କାମ ଥିଲା, ଅନ୍ୟର ଶିକାରକୁ ତା ଗୁମ୍ଫା ଭିତରେ ପଶି ଚୋରେଇକି ଆଣିବା। ଆଉ ସେ କେବେ ବି ନିଜେ ଶିକାର କରୁନଥିଲା। ଆଉ ସେ ଚୋରି କରି ବସି ବସି ଖାଉଥିଲା। ଆରେ ବାଃ, ଆଜି ତ ପୁରା ମଜା ଆସିଗଲା। କି ସ୍ୱାଦିଷ୍ଟ ଖାଇବା ଥିଲା ରେ ଭାଇ। ଏଇ ହିଁ ଜୀବନ ମୋର, ଏଇ ହିଁ ଜୀବନ। କିଛି ବି କହ ଭାଇ, ଏଇ କାମଟି ମୋର ବହୁତ ପସନ୍ଦ। ବସି ବସି ମୋତେ ଖାଦ୍ୟ ମିଳିଯାଉଛି, ମୋତେ ଇଆଡ଼େ ସିଆଡ଼େ ଯିବାକୁ ବି ପଡ଼ୁନି। ସିଧା ଅନ୍ୟ ଗୁମ୍ଫାକୁ ଯାଉଛି, ଆଉ ତା ଖାଦ୍ୟକୁ ଚୋରେଇ କରି ଆଣିକି ଆସୁଛି, ଆଉ ନିଜେ ବସିକି ଖାଉଛି। ଆଠୁ ମଜା କଥା ଆଉ କ'ଣ ଅଛି। ଆଉ ତାର ସବୁଦିନର କାମ ଏଇ ଗୋଟା ହିଁ ଥିଲା। ସେ ସିଂହର ଗୁମ୍ଫାକୁ ଯାଏ, ଆଉ ସିଂହର ଶିକାରକୁ ଚୋରି କରି ଆଣିକି ଆସେ ହେରି। ଆଉ ସେ ଶିକାରକୁ ଆରାମସେ ବସିକି ଖାଉଥିଲା। ଆଉ ଦିନ ଯାକ ଘୁଙ୍ଗୁଡ଼ି ମାରି ତା ଗୁମ୍ଫାରେ ଶୋଇକି ରହୁଥିଲା। ସେଇ ଜଙ୍ଗଲରେ ଜଗାର ଦୁଇଟି ଚେଲା ରହୁଥିଲେ, ଲକି ଆଉ ଟୁନା। ଆରେ ଟୁନା, ଗୁରୁଜୀକି ଆମର ଦେଖେ, ଦିନ ସାରା ସେ ଗୁମ୍ଫାରେ ଶୋଇକି ରହିଛନ୍ତି, ଶିକାରକୁ ବି ଯାଉନାହାନ୍ତି। ଆଙ୍କର କ'ଣ ହେଇଛି କେଜାଣି? ତାଙ୍କୁ କ'ଣ ହେଇଛି? ତାଙ୍କୁ ଭୋକ ବି ହଉନି କି ଶୋଷ ବି ହଉନି। କେଜାଣି କୋଉଠୁ କୋଉ ମେଡ଼ିସିନ ଆଣି ଖାଇଛନ୍ତି। ଭୋକର ପ୍ରଭାବ ତାଙ୍କୁ ଜମା ହଉନି। ମତେ ଏମିତି ଲାଗୁଛି ସେ ମନ ଭରି ମାଂସ ଖାଇକି ତାଙ୍କ ଗୁମ୍ଫାରେ ଶୋଉଛନ୍ତି। କେଜାଣି କୋଉଠୁ ମାଂସ ଆଣୁଛନ୍ତି। ହଁ ଭାଇ ଲକି, ମୁଁ ତମକୁ ଏଇ କଥା ଏଇନା କହିଥାନ୍ତି। ମୋ ଆଗରୁ ତମେ ମୋ ପାଟିରୁ କଥାଟିକୁ ଛଡ଼େଇ ନେଇ କହିଦେଲ। ଏଇ କଥା ମୁଁ ବି ବୁଝିପାରୁନି। ଗୁରୁଜୀ ତ ଶିକାରକୁ ଯାଉନାହାନ୍ତି, ଆଉ ଏମିତି ତାଙ୍କ ଗୁମ୍ଫାରେ କେମିତି ଶୋଉଛନ୍ତି? ତାଙ୍କୁ ଭୋକ ଲାଗୁନି କି? ଟୁନା, ଏଇ କଥାର ସତ୍ୟତା ଆମେ ତ ଗୁରୁଜୀଙ୍କ ପାଖକୁ ଯାଇକି ହିଁ ଜଣା ପଡ଼ିବ। ଚାଲେ ଗୁରୁଜୀଙ୍କ ପାଖକୁ ଯିବା, ଚାଲ। ତାପରେ ଲକି ଆଉ ଟୁନା ତାଙ୍କ ଗୁରୁଜୀଙ୍କ ପାଖକୁ ଚାଲି ଚାଲି ଚାଲିଲେ। ଗୁରୁଜୀଙ୍କୁ ଲକି ଆଉ ଟୁନାର ପ୍ରଣାମ। ଗୁରୁଜୀ। ଆରେ ଲକି ଆଉ ଟୁନା, ତମେ ଏଠି କ'ଣ କରୁଛ? ଗୁରୁଜୀ, ଆମକୁ ତମେ ଗୋଟେ କଥା କହିଦିଅ। ତମେ ତ ଦିନ ସାରା ଏଇ ଗୁମ୍ଫାରେ ଶୋଇକି ରହୁଛ, ଆଉ ରାତିରେ କୌଣସି ଜୀବଜନ୍ତୁ ତାଙ୍କ ଗୁମ୍ଫାରୁ ବାହାରୁ ନାହାନ୍ତି। ତମେ କ'ଣ ଖାଉଛ ଆଉ କ'ଣ ପିଉଛ ଯେ ଏଇ ଗୁମ୍ଫାରେ ଦିନ ସାରା ଶୋଇକରି ରହୁଛ? ଆମେ ଏଇ କଥା ଜାଣିପାରୁନୁ, ସେଥିପାଇଁ ଆପଣଙ୍କ ପାଖକୁ ଆସିଛୁ ଏଇ କଥା ପଚାରିବାକୁ। ହଁ ଗୁରୁଜୀ, ଆମେ ଏଇ କଥା ଆସିଛୁ ପଚାରିବାକୁ। ଆପଣ ଦିନ ସାରା ତ ଶୋଇକରି ରହୁଛନ୍ତି, ଆଉ କ'ଣ ଖାଉଛନ୍ତି? ଲକି ଆଉ ଟୋନା, ତମେ ତ ଜାଣିଥିବ ଯେତେବେଳେ ତମେ ମୋର ଶିଷ୍ୟ ଥିଲ ମୁଁ କେତେ ତପସ୍ୟା କରୁଥିଲି। ସେଇ ତପସ୍ୟାର ଫଳ ଆଜି ମୋତେ ମିଳୁଛି, ଆଉ ମୁଁ ବିନା ଭୋକ ଶୋଷରେ ଏତେ ଦିନ ବଞ୍ଚିକରି ରହିଛି। ଏହି କାରଣ ମୋତେ କି ଗୋଟିଏ ଦିବ୍ୟ ଶକ୍ତି ମିଳିଯାଇଛି, ଯିଏକି ମୁଁ ମୋର ଭୋକ ଉପରେ ନିୟନ୍ତ୍ରଣ କରିକି ରହୁଛି। ତମକୁ ଲାଗୁଛି ନା ମୁଁ ଦିନ ସାରା ଶୋଇକି ରହୁଛି? ନାଇଁ ନାଇଁ, ମୁଁ ଆଖି ବନ୍ଦ କରିକି ମୁଁ ଭଗବାନଙ୍କୁ ଡାକୁଛି, ଆଉ ସେଇ ଭଗବାନ ମୋତେ ଶକ୍ତି ଦେଉଛନ୍ତି ବିନା ଖାଦ୍ୟରେ ରହିବାକୁ। ସେଇ ଭଗବାନ ମୋତେ ଶକ୍ତି ଦେଉଛନ୍ତି, ସେଇ ଭଗବାନ। ଆମକୁ କ୍ଷମା କରିଦେବ ଗୁରୁଜୀ, ଆମେ ତ ଆଉ କ'ଣ ଭାବିକି ଆସିଥିଲୁ, ଆଉ ଆପଣ ଆଉ ଗୋଟେ କ'ଣ ବାହାରିଲେ। ଠିକ୍ ଅଛି ଗୁରୁଜୀ, ଆପଣ ଆପଣଙ୍କର ତପସ୍ୟା କରନ୍ତୁ। ଆମକୁ ତ ଜ୍ଞାନର ସିଦ୍ଧି ହେଲାନି, ଆମେ ଏବେ ପରିଶ୍ରମ କରି ଖାଦ୍ୟ ଖାଇବୁ। ହଉ ହଉ, ତମେ ଏବେ ଯାଅ। ମୋର ଏବେ ତପସ୍ୟା କରିବାର ଟାଇମ୍ ହେଇଗଲା। ଯାଅ ଯାଅ, ତମେ ଯାଅ। ମୁଁ ଏବେ ଟିକେ ଭଗବାନଙ୍କୁ ଡାକିବି। ଯାଅ ଯାଅ ଯାଅ। ତାପରେ ଲକି ଆଉ ଟୁନା ଗୁରୁଜୀଙ୍କ ପାଖରୁ ଫେରି ଆସିଲେ। ଆରେ ଟୁନା, ତୋତେ କେତେ ପ୍ରତିଶତ ଲାଗୁଛି ଯେ ଗୁରୁଜୀ ଆମକୁ ସତ କହୁଛନ୍ତି? ଆରେ ଲକି, ସତରେ ହେଇଥିବ ଆମ ଗୁରୁଜୀଙ୍କୁ ଜ୍ଞାନ ପ୍ରାପ୍ତି ହେଇଯାଇଥିବ, କିଏ ଜାଣିଲା? କିଛି ବି ହଉ ଭାଇ, ମୋତେ ତ ଏଇ କଥାଟା ଜମା ବିଶ୍ୱାସ ହଉନି। ଦେଖିନୁ କି ଆମ ଗୁରୁଜୀ ଆମ ସାଙ୍ଗରେ କେତେ ଖରାପ ବ୍ୟବହାର କରନ୍ତି, ଆକୁ କେମିତି ଜ୍ଞାନର ପ୍ରାପ୍ତି ହେଇଗଲା? ମୋତେ ତ ଜମା ବିଶ୍ୱାସ ହଉନି। ହଁ ଭାଇ, କଥାଟା ତ ତୁ ଠିକ୍ କହିଛୁ। ହଁ, ସେ ମୋ ଗର୍ଲଫ୍ରେଣ୍ଡ ସାଙ୍ଗରେ ଗୋଟେ ଥର ଖରାପ ବ୍ୟବହାର କରିଥିଲା ଯେତେବେଳେ ସେ ଆସିଥିଲା ତାଙ୍କ ପାଖକୁ ଶିକ୍ଷା ନେବାକୁ। ତାକୁ ତ ଜମା ଜ୍ଞାନର ସିଦ୍ଧି ହେଇନଥିବ, ମୋତେ ବି ବିଶ୍ୱାସ ହଉନି ଭାଇ। ହଁ ଭାଇ, କିଛି ତ ଗଡ଼ବଡ଼ ଅଛି, ଆମକୁ ଟିକେ ଦେଖିବାକୁ ପଡ଼ିବ। ହଁ ହଁ, ଆମକୁ ଯାଇକି ଟିକେ ଦେଖିବାକୁ ପଡ଼ିବ। ଚାଲେ ଆମେ ଆମ ଗୁରୁଜୀଙ୍କ ଉପରେ କିଛି ଦିନ ଯାଏଁ ଆଖି ପକେଇକି ରଖିବା, ଦେଖିବା ସେ କେମିତି ଖାଦ୍ୟ ଖାଉଛନ୍ତି ଆଉ କେମିତି ତପସ୍ୟା କରୁଛନ୍ତି। ହଁ, ତୁ ଠିକ୍ କହିଛୁ। ଆମେ ଆମ ଗୁରୁଜୀଙ୍କ ଉପରେ କାଲି ସକାଳଠାରୁ ନଜର ରଖିବା, ଦେଖିବା ସେ କ'ଣ କରୁଛନ୍ତି, ଆଉ ଆମେ ସତ୍ୟତାର ପତା ଲଗାଇକି ରହିବା। ଚାଲ ଚାଲ। ଭଲ ହେଲା, ଏଇ ଦୁଇ ଜଣଙ୍କୁ ମୁଁ ମୂର୍ଖ ବନେଇକି ପଠାଇଥିଲି। ଯଦି ଇଏ ମୋ ସତ କଥା ଜାଣିଯାଇଥାନ୍ତେ, ଇଏ ବି ମୋ ଖାଦ୍ୟରେ ଭାଗ ମାଗିଥାନ୍ତେ। ଆଉ ତା ପରଦିନ ସକାଳୁ ସକାଳୁ
ଲକି ଆଉ ଟୋନା ତାଙ୍କ ଗୁରୁଜୀଙ୍କ ଉପରେ ନଜର ରଖିବାକୁ ଲାଗିଲେ। ଆରେ ଭାଇ, ସେ ସିଂହ ଯଦି କୌଣସି ଠେକୁଆ କି ଛେଳିର ଶିକାର କରି ଆଜି ତା ଗୁମ୍ଫାକୁ ଆଣିଥିବ, ଆଜି ଖାଇବାରେ ମଜା ହିଁ ଆସିଯିବ। ଦେଖିବା କ'ଣ ଆଣିଛି ସିଂହ। ବହୁତ ଦିନ ହେଲାଣି ଠେକୁଆ କି ଛେଳି ମାଂସ ଖାଇନି, ଆଜି ଦେଖିବା କ'ଣ ହେଉଛି। ଟୁନା, ଦେଖୁଛୁଟି ଗୁରୁଜୀ ଏବେ ନିଦରୁ ଉଠିଗଲେଣି। ଦେଖିବା ସେ କ'ଣ କରୁଛନ୍ତି। ସେ କ'ଣ ନିଜ ସହିତ ନିଜେ କଥା ହେଉଛନ୍ତି? ପାଗଳ ହେଇଗଲେଣି ତ ଆଉ। କେଜାଣି କ'ଣ କଥା ହେଉଛନ୍ତି ନିଜ ସହିତ, ଏତେ ବାଟରୁ ତ ଶୁଣାଯାଉନି। ଆରେ କିଛି କଥା ନାହିଁ ଲକି ଭାଇ, ଶୁଣା ତ ଯାଉନି କିନ୍ତୁ ଦେଖା ତ ଯାଉଛି ନା। ଦେଖିବା ଗୁରୁଜୀ କ'ଣ କରୁଛନ୍ତି। ଆରେ ଟୁନା ଦେଖେ, 2ଟା ବାଜିଗଲାଣି। ଗୁରୁଜୀ ତ ସେଇ ଜାଗାରେ ପଡ଼ିକି ରହିଛନ୍ତି, କୁଆଡ଼େ ବି ଯାଉନାହାନ୍ତି। ଆରେ ଏବେ କ'ଣ କରିବା? ସେ ସତ କହୁନଥିଲେ ତ ଆମକୁ। ଆରେ ଲକି, ସିଏ ତ ଠିଆ ବି ହେଇନାହାନ୍ତି ନିଜ ଗୋଡ଼ରେ। ତୁ ଯିବାକୁ କ'ଣ କହୁଛୁ କୁଆଡ଼େ? ସେ ତ ଶୋଇକି ହିଁ ଅଛନ୍ତି ସେଠି। ମୋତେ ତ ଲାଗୁଛି ଗୁରୁଜୀଙ୍କୁ ସିଦ୍ଧି ହିଁ ପ୍ରାପ୍ତ ହୋଇଯାଇଛି, ନହେଲେ ଏ ଲୋକଟା ଏତେ ସମୟ ଗୋଟିଏ ଜାଗାରେ ପଡ଼ିକି ଅଛି କେମିତି? ଚାଲ ଏଠୁ ଯିବା, ଏଠୁ ଆମକୁ କିଛି ମିଳିବନି। ଆରେ ଟୁନା ଟିକେ ନାକୁ ରହ, ଦେଖିବା ଆଉ ଟିକେ କ'ଣ ହେଉଛି। ରାତି ଯାଏଁ ଅପେକ୍ଷା କରିବା, ଦେଖିବା କିଛି ନା କିଛି ତ କରିବେ। ଆକୁ ଏମିତି ସିଦ୍ଧିପ୍ରାପ୍ତ ହେଇଛି ଯେ ଖାଉନି ପିଉନି ଶୋଇକି ରହୁଛି। ଦେଖିବା କ'ଣ କରୁଛି ସେ ରାତି ଯାଏଁ। ରହ ଟିକେ ଆଉ ଟିକେ ରହ। ଠିକ୍ ଅଛି ଲକି ଭାଇ, ତମେ କହୁଛ ଯଦି ମୁଁ ତମ କଥା ମାନିକି ରାତି ଯାଏଁ ଏଠି ରହିଯାଉଛି। ଦେଖିବା ଇଏ କ'ଣ କରୁଛି। ଆଉ 2 ଜଣ ସେ ଜାଗାରେ ଅପେକ୍ଷା କରିକି ରହିଲେ। ତାପରେ ଜଗା ଠିଆ ହେଇ କୁଆଡ଼େ ଯିବାକୁ ଲାଗିଲା। ଆରେ ଲକି ଭାଇ ଦେଖ, ଗୁରୁଜୀ ଠିଆ ହେଇକି କୁଆଡ଼େ ଯାଉଛନ୍ତି। ଆରେ ହଁ, ମୁଁ ବି ଦେଖୁଛି ସେ କୁଆଡ଼େ ଗୋଟେ ଯାଉଛନ୍ତି। ଚାଲେ ଆମେ ତାଙ୍କ ପଛରେ ପଛରେ ଯିବା, ଦେଖିବା କ'ଣ କରୁଛନ୍ତି। ତାପରେ ଟୁନା ଆଉ ଲକି ଜଗାର ପଛରେ ପଛରେ ଚାଲିଲେ ତାକୁ ଫଲୋ କରିକି। ତାପରେ ଜଗା କ'ଣ କଲା ନା, ସିଂହର ଗୁମ୍ଫାରେ ଆସ୍ତେ କିନି ପଶିଗଲା। ଗୁରୁଜୀ ସିଂହର ଗୁମ୍ଫାକୁ କାହିଁ ଗଲେ? ମୁଁ ତ କିଛି ବି ବୁଝିପାରୁନି। କ'ଣ କାରଣ ଥାଇପାରେ ଯେ ସିଂହର ଗୁମ୍ଫାକୁ ସେ ଯାଇଛନ୍ତି? ଟିକେ ଅପେକ୍ଷା କର ତ ଲକି ଭାଇ, ସବୁ କଥା ଆମେ ଧୀରେ ଧୀରେ ଜାଣିଯିବା କ'ଣ ଚାଲିଛି ଏଠି। ଲକି ଆଉ ଟୁନା କିଛି ସମୟ ଅପେକ୍ଷା କଲେ। ସେହି ସମୟରେ ଜଗା ଗୋଟିଏ ମାଂସର ଟୁକୁଡ଼ା ନେଇ ସିଂହର ଗୁମ୍ଫାରୁ ବାହାରକୁ ଆସିଲା। ଦେଖ ଭାଇ ଦେଖ, ଗୁରୁଜୀ ତ ଗୋଟେ ମାଂସ ଖଣ୍ଡ ନେଇ ସିଂହର ଗୁମ୍ଫାରୁ ବାହାରିକି ଯାଉଛନ୍ତି। ହଁ ଭାଇ, ତମେ ଠିକ୍ କହିଛ, ସେଇଟା ଗୋଟେ ମାଂସର ଖଣ୍ଡ। ଆଉ ମୋତେ ଲାଗୁଛି ସିଏ ସେ ମାଂସ ଖଣ୍ଡଟା ସିଂହର ଗୁମ୍ଫାରୁ ଚୋରେଇକି ଆଣିଛନ୍ତି। ଆମେ ତାକୁ ସିଦ୍ଧ ଭାବୁଥିଲେ, ଇଏ ତ ଗୋଟେ ଚୋର ବାହାରିଲା। ଚାଲ ଭାଇ ଚାଲ, ଆମେ ସିଂହକୁ ଏଇ କଥା କହିଦେବା। ସିଂହ ରଙ୍ଗ ଛଡ଼େଇଦେବ। ଆରେ ଭାଇ, ପାଗଳ ହେଇଗଲ ନା କ'ଣ? କେତେବେଳେ ତ ନିଜ ବୁଦ୍ଧିର ଟିକେ ଉପଯୋଗ କର। ଦେଖେ, ଗୁରୁଜୀ ସବୁଦିନ ବସି ବସି ଖାଦ୍ୟ ଖାଉଛନ୍ତି। ଆମେ ତ ତାଙ୍କୁ ଆଜି ଦେଖିଲେ, ସିଏ କେତେ ଦିନ ହେଲା ବସି ବସି ଖାଦ୍ୟ ଖାଉଛନ୍ତି ଆଉ ସିଂହର ଗୁମ୍ଫାରୁ ଚୋରେଇକି ଖାଉଛନ୍ତି। ଦେଖେ, ଆଜିଠୁ ଆମେ ଗୁରୁଜୀଙ୍କ ଶିକାର ଚୋରେଇକି ଆମେ ନିଜେ ଖାଇବା। ଗୁରୁଜୀ ସେଠୁ ଚୋରେଇକି ଆଣିବେ ଆଉ ଗୁରୁଜୀଙ୍କଠୁ ଆମେ ଚୋରେଇ ଖାଇବା। ହଁ ଭାଇ, ଏଇଟା ତ ଗୋଟେ ବଢ଼ିଆ ଆଇଡ଼ିଆ। ଆମେ ଏଇ କାମ କରିବା। ଜଗା, ଏବେ ଚାଲ, ତୋର ଖାଇବା ଆଣିବାର ଟାଇମ୍ ହେଇଗଲା। ଆଜି ତ ସେ ସିଂହ କିଛି ଖାଇବାକୁ ଭଲ ଜିନିଷ ଆଣିଥିବ। କାଲି ତ ବହୁତ ସ୍ୱାଦିଷ୍ଟ ମାଂସ ଥିଲା, ମୁଁ ତାକୁ ବହୁତ ଆନନ୍ଦରେ ଖାଇଲି। ମୁଁ କହିଥିଲି ମୋତେ ଠେକୁଆ ମାଂସ ଦରକାର, ଆଉ ସିଂହର ଗୁମ୍ଫାରେ ଠେକୁଆ ମାଂସ ହିଁ ମିଳିଗଲା। ବହୁତ ମଜା ଆସିଗଲା ଖାଇବାରେ। ଆଜି ବି ଟିକେ ମିଳିଯାଆନ୍ତା ହେଲେ। ଆରେ ଭାଇ, ଏଠୁ ତ ମୁଁ ଠେକୁଆ ମାଂସ ରଖିଥିଲି, ଏଠୁ ଠେକୁଆ ମାଂସ କିଏ ନେଇଗଲା? ମୁଁ ତ କାଲି ରାତିରେ ପୁରା ଭଲରେ ଖାଇକି ଶୋଇଲି, ଆଉ ଠେକୁଆ ମାଂସ ବି କିଛି ଥିଲା। ଆଉ ଠେକୁଆ ମାଂସ ଏଠୁ କିଏ ନେଇଗଲା? କିଏ ମୋ ଗୁମ୍ଫାରେ ବସି ଚୋରି କରୁଛି? ଆଜିଠୁ ମୋତେ ଦେଖିବାକୁ ପଡ଼ିବ, ମୋ ଗୁମ୍ଫାରେ କିଏ ଜଣେ ତ ପଶି ମୋ ଖାଦ୍ୟ ଚୋରଉଛି। ତାପରେ ଜଗା ସିଂହର ଗୁମ୍ଫା ଆଡ଼କୁ ଚାଲିଲା, ଆଉ ଲକି ଆଉ ଟୁନା ସେ ବାଘର ପିଛା କଲେ। ତାପରେ ଜଗା ଧୀରେ ଧୀରେ ସିଂହର ଗୁମ୍ଫାକୁ ଭିତରକୁ ଚାଲିଲା, ଆଉ ସିଂହର ଗୁମ୍ଫା ଭିତରୁ ଗୋଟିଏ ମାଂସ ଖଣ୍ଡ ଆଣି ବାହାରକୁ ଆସିଲା। ଆଉ ଟୁନା ଆଉ ଲକି ଗୋଟିଏ ଗଛ ପାଖରେ ଠିଆ ହୋଇ ଏଇସବୁ ଦେଖୁଥାନ୍ତି। ଆରେ ଭାଇ, ମୋତେ ତ ଏଇ କଥା ଶୁଣିକି ବହୁତ ହସ ଲାଗୁଛି। କେ ଗୁରୁଜୀ ଆମର ଗୋଟିଏ ଚୋର ବାହାରିଲେ। ସେ କଥା ଛାଡ଼ ଭାଇ, ଆଜିଠୁ ଆମେ ବି ତ ଚୋର ହେଇଯିବା ଯେତେବେଳେ ଆମେ ଗୁରୁଜୀଙ୍କର ଶିକାର ଚୋରେଇବା। ତାପରେ ବାଘ ଯେତେବେଳେ ମାଂସ ଖଣ୍ଡଟିକୁ ଧରି ଗୁମ୍ଫାରୁ ବାହାରିକି ଆସିଲା, ଲକି ଆଉ ଟୁନା ତା ପଛେ ପଛେ ଚାଲିଲେ। ଆରେ ଭାଇ, ଇଏ ତ ମାଂସ ଖଣ୍ଡ ନେଇକି ଯାଉଛି। ଜଲ୍ଦି କିଛି କରିବାକୁ ପଡ଼ିବ, ନହେଲେ ଇଏ ତ ଏ ମାଂସ ଖଣ୍ଡଟିକୁ ଖାଇଦେବ। ହଁ ଭାଇ, ଜଲ୍ଦି କିଛି କରିବାକୁ ପଡ଼ିବ। ଟିକେ ରହ, ମୁଁ ସିଂହର ଗର୍ଜନ ନିଜ ପାଟିରୁ ବାହାର କରୁଛି। ତାପରେ ବିଲୁଆଟି ସିଂହର ଗର୍ଜନ ନିଜ ପାଟିରୁ ବାହାର କଲା। ମୋତେ ଲାଗୁଛି ସେ ସିଂହ ଏବେ ଆସିଗଲା।
ମୋର ଭଲ ହେବ କି ମୁଁ ଏ ମାଂସ ଖଣ୍ଡଟିକୁ ଏଇଠି କେଉଁଠି ଲୁଚେଇ ଦେବି, ନହେଲେ ସେ ସିଂହ ଯଦି ଏ ମାଂସ ଖଣ୍ଡଟିକୁ ମୋ ପାଟିରେ ଦେଖିଦେବ ମୋତେ ବହୁତ ମାରିବ। ତାପରେ ବାଘଟି ସେ ମାଂସ ଖଣ୍ଡଟିକୁ ଗୋଟେ ଗଛ ତଳେ ଥୋଇ ଚାଲିଗଲା। ଭାଇ ଦେଖୁଛଟି ଗୁରୁଜୀ ସେଇଠି ମାଂସ ଖଣ୍ଡଟିକୁ ଥୋଇ ପଳେଇଗଲେ। ଚାଲେ ଆମେ ସେ ମାଂସ ଖଣ୍ଡଟିକୁ ଚୋରେଇ ଦେବା, ତାପରେ କୌଣସି ଦୂର ବାଟକୁ ଯାଇ ଆରାମସେ ବସିକି ଖାଇବା। ତାପରେ ବିଲୁଆ ଦୁଇଟି ସେଠିକି ଗଲେ ଆଉ ସେ ମାଂସ ଖଣ୍ଡଟିକୁ ଚୋରେଇ ସେଠୁ ପଳେଇଲେ। ଆଉ ଗୋଟିଏ ସୁନସାନ ଜାଗାକୁ ଯାଇ ସେ ମାଂସ ଖଣ୍ଡଟିକୁ ଆରାମସେ ବସି ଖାଇଲେ। ଆରେ ବାଃ, ଆଜି ତ ବହୁତ ସ୍ୱାଦିଷ୍ଟ ଖାଇବା ଖାଇଲି। କେତେ ଦିନ ପରେ ଏମିତି ଖାଦ୍ୟ ଖାଇଲି। ମୋ ମନ ପୁରା ଖୁସି ହେଇଗଲା ଏ ଖାଦ୍ୟ ଖାଇକି। ହଁ ଭାଇ, ମୋର ମନ ବି ଖୁସି ହେଇଗଲା। ଆଜିଠୁ ଆମକୁ ବହୁତ ଭଲ କାମଟିଏ ମିଳିଲା। ସେ ବାଘ ସିଂହର ଗୁମ୍ଫାରୁ ଚୋରେଇକି ଆଣିବୁ ଆଉ ଆମେ ତାଠୁ ଚୋରେଇକି ନେବା। ଆଉ ଆମେ ଖାଇକି ଦିନ ସାରା ଆରାମସେ ଶୋଇବା। କିଛି ସମୟ ପରେ ଜଗା ବାଘ ସେ ଗଛ ପାଖକୁ ଆସିଲା ତା ମାଂସ ଖଣ୍ଡଟିକୁ ଖୋଜି ଖୋଜି। ଆଉ ଦେଖିଲା ସେ ଗଛ ପାଖରେ ତା ମାଂସ ଖଣ୍ଡଟି ନାହିଁ। ଆଉ ଏହା ଦେଖି ସେ କହିଲା, ଆରେ ଏଠୁ ମାଂସ ଖଣ୍ଡଟିକୁ କିଏ ନେଇଗଲା? ମୋତେ ଲାଗୁଛି ଆଜି ମୋତେ ଭୋକରେ ଶୋଇବାକୁ ପଡ଼ିବ। ମୋତେ ତ ଖାଦ୍ୟ ଯାଇକି କାଲି ରାତିରେ ମିଳିବ, ଆଜି ତ ମିଳିବାର ଚାନ୍ସ ଆଉ ନାହିଁ। ଆରେ ଭାଇ, ସେ କିଏ ଯେ ମୋ ଗୁମ୍ଫାରେ ବସି ସବୁଦିନ ଖାଦ୍ୟ ଚୋରି କରୁଛି? ତାକୁ ତ ଛାଡ଼ିବିନି ଏବେ। ତାକୁ ମୁଁ ପାନେ ଦେବି, ନହେଲେ ମୁଁ ଦିନରେ ଭୋକରେ ରହିବାକୁ ପଡ଼ିବ ମୋତେ। ବହୁତ କଷ୍ଟରେ ମୁଁ ଶିକାର କରିକି ଆଣୁଛି, ଆଉ କିଏ ତାକୁ ଚୋରେଇକି ନେଇଯାଉଛି। ରହ, ତାକୁ ଦଉଛି ଆଜି, ରହ। ତାପରେ ଜଗା ବାଘ କିଛି ସମୟ ପରେ ସିଂହର ଗୁମ୍ଫାକୁ ଖାଦ୍ୟ ଚୋରିବାକୁ ଗଲା। ଆଉ ଯେମିତି ସେ ଖାଦ୍ୟ ଆଣି ସିଂହର ଗୁମ୍ଫାରୁ ବାହାରକୁ ଚାଲିଲା, ଲକି ଆଉ ଟୋନା ତା ପଛପଟେ ଗଲେ। ଆଉ ନିଜ ପାଟିରୁ ସିଂହର ଆବାଜ ବାହାର କରି ଜଗା ବାଘକୁ ଡରେଇ ଦେଲେ। ଜଗା ସିଂହର ଶବ୍ଦ ଶୁଣି ବହୁତ ଡରିଗଲା। ଆଉ ସେ ସେଇ ମାଂସ ଖଣ୍ଡଟିକୁ ସେଇ ଗଛ ତଳେ ଥୋଇ ସେଠୁ ଚାଲିଗଲା। ତାପରେ ବିଲୁଆ ଦୁଇଟି ସେ ମାଂସ ଖଣ୍ଡଟିକୁ ଧରି ବହୁତ ଦୂରକୁ ଚାଲି ସେ ମାଂସ ଖଣ୍ଡଟିକୁ ଆରାମସେ ବସି ଖାଇଲେ। କିଛି ବି କହ ଭାଇ, 2 ଦିନ ହେଲା ଆମର ତ ଦାୱତ ଚାଲିଛି। ବହୁତ ମଜାଳିଆ ଖାଇବା ମିଳୁଛି। ନା ପରିଶ୍ରମ କରିବାକୁ ପଡୁଛି, ନା ଶିକାର କରିବାକୁ ପଡୁଛି। ବସି ବସି ଖାଉଛେ ଆଉ ଶୋଉଛେ। ଆରେ ଭାଇ, ଏ ଗଛ ତଳୁ ଆଜି ବି କିଏ ମୋ ଶିକାରଟାକୁ ନେଇଗଲା। କ'ଣ କରିବି ମୁଁ? 2 ଦିନ ହେଲା ମୁଁ ସିଂହର ଗୁମ୍ଫାରୁ ଖାଦ୍ୟ ଚୋରି କରିକି ଆଣୁଛି, ଆଉ ମୋତେ ସିଂହର ଶବ୍ଦ ଶୁଣାଯାଉଛି। ସିଂହ ହେଇଥାନ୍ତା ଯଦି ମୋତେ ଧରି ଦେଇଥାନ୍ତା ଆଉ କହିଥାନ୍ତା ମୋ ଶିକାର ତୁ କୁଆଡ଼େ ନେଇକି ଯାଉଛୁ। ମୋତେ ତ କିଛି ଗଡ଼ବଡ଼ ଲାଗୁଛି। କିଏ ଗୋଟେ ମୋତେ ଭୟ କରେଇ ମୋ ଶିକାରକୁ ଚୋରେଇକି ନେଇକି ଯାଉଛି। ଆଜି ଦେଖୁଛି ମୁଁ କିଏ ନେଉଛି। ଆଉ ଯେମିତି ସନ୍ଧ୍ୟା ହେଲା, 2 ଜଣ ବାଘର ଅପେକ୍ଷା କଲେ କି କେତେବେଳେ ବାଘ ସିଂହର ଗୁମ୍ଫାକୁ ଯିବ ଆଉ ଶିକାରକୁ ଚୋରେଇ କରି ଆଣିକି ଆସିବ। ଆରେ ଭାଇ ଲକି, ଆଜି ତ ଏ ବାଘ ଏ ଜାଗାରୁ ଉଠିବାର ନାଁ ହିଁ ନେଉନି। ଆଜି କ'ଣ କରିବା? ଆରେ କ'ଣ କରିବା? ଆମେ ତ ବାଘର ସବୁ ଚାଲାକି ଜାଣି ଯାଇଛେ। ଏବେ ଆମେ ନିଜେ ଯିବା ସିଂହର ଗୁମ୍ଫାରୁ ଶିକାର ଚୋରେଇକି ଆମେ ଆଣିବା ଆଉ ଖାଇବା ବସିକି। ତାପରେ 2ଟି ବିଲୁଆ ସିଂହର ଗୁମ୍ଫାକୁ ତାର ଶିକାର ଚୋରେଇବାକୁ ପଶିଲେ। ଆଉ ଗୋଟିଏ ମାଂସ ଖଣ୍ଡ ଧରି ବାହାରକୁ ବାହାରିଲେ। ଏଇ କାମ କରୁଥିବାର ଦେଖି ତାଙ୍କୁ ବାଘ କହିଲା, ଆଚ୍ଛା, ଏଇ 2 ଜଣ ମୋର ଶିକାର ଚୋରି କରୁଥିଲେ ନାଇଁ କି? ହଉ, ରହ ଦଉଛି ଆଙ୍କୁ। ତାପରେ ବାଘ ବି ସିଂହର ଆୱାଜ ନିଜ ପାଟିରୁ ବାହାର କଲା। ତାପରେ 2ଟି ବିଲୁଆ ସିଂହର ଏହି ଶବ୍ଦ ଶୁଣି ଜୋରେ ଜୋରେ ଡରିଗଲେ। ଆରେ ଲକି ଭାଇ, ସିଂହ ଆସୁଛି। ଏଇ ଶିକାରଟିକୁ ଜଲ୍ଦି କେଉଁଠି ଲୁଚେଇ ଦିଅ, ପରେ ଆସିକି ନେଇକି ଯିବା। ଆଉ 2 ଜଣ ସେଇ ମାଂସ ଖଣ୍ଡଟିକୁ ଗୋଟିଏ ଗଛ ତଳେ ଥୋଇ ସେଠୁ ପଳାଇଗଲେ। ତାପରେ ବାଘ ସେଠିକି ଆସି ସେ ମାଂସ ଖଣ୍ଡଟିକୁ ଧରି ସେଠୁ ପଳାଇଗଲା। ଆଉ ଆରାମସେ ତା ଗୁମ୍ଫାରେ ବସି ଖାଇବାକୁ ଲାଗିଲା। କିଛି ବି କହ ଭାଇ, ଚୋରର ଘରୁ ଚୋରି କରିକି ଖାଇବାର ମଜା ହିଁ କିଛି ଅଲଗା। ଯେତେବେଳେ ମୁଁ ଚୋରି କରିକି ଆଣୁଥିଲି ଆଉ ଖାଉଥିଲି ସେତେବେଳେ କମ୍ ମଜା ଆସୁଥିଲା। ଏବେ ଚୋରର ଘରରୁ ଚୋରି କରିକି ମୋତେ ବହୁତ ମଜା ଆସୁଛି। ଆରେ ଭାଇ ଟୋନା,
ଆମେ ଯେଉଁ ଶିକାର ଚୋରି କରିକି ଆଣିଥିଲୁ ଏଠି ତ ନାହିଁ। କୁଆଡ଼େ ଗଲା ଏଠୁ ଶିକାର? ଆରେ ଗୁରୁଜୀ ତ ଏଠୁ ନେଇଗଲେନି ଆଉ ଶିକାରଟିର ଆମର। ଆରେ ତାଙ୍କୁ କେମିତି ପତା ଚାଲିଲା ଯେ ଆମେ ସିଂହର ଗୁମ୍ଫାରୁ ଚୋରି କରିକି ଆଣିଛୁ ବୋଲି? ନାଇଁ ନାଇଁ, ସିଏ ଜାଣିନଥିବେ, ଆଉ କେଉଁ ଜୀବଜନ୍ତୁର କାମ ହୋଇଥିବ। ଦେଖିଦେ ଭାଇ, ଏଇଆ ହିଁ ହେଇଥିବ। ଦେଖ ମୁଁ ସତ କହୁଛି, ଏଇଆ ହିଁ ହେଇଥିବ। ଦେଖିଦେ ଭାଇ, ସେ ଆମ ଗୁରୁଜୀ, ଆମେ ତାଙ୍କର ଚେଲା। ସିଏ ଆମଠୁ ଅଧିକ ସିଆଣିଆ ହେଲା। ଏଇ କଥା ହିଁ ହେଇଥିବ, ଦେଖେ। ଆରେ ହଁ ଯେ, ସିଏ ଆମର ଗୁରୁଜୀ, କିନ୍ତୁ ଏଇ କାମ ଗୁରୁଜୀଙ୍କର ନୁହଁ। ଏଇ କାମ କୌଣସି ଜୀବଜନ୍ତୁର। କିଛି କଥା ନାହିଁ, ଆଜି ଉପାସ ଶୋଇପଡ଼ିବା, କାଲି ଆମେ ସିଂହର ଗୁମ୍ଫାରୁ ପୁଣି ଚୋରି କରିକି ଆଣି ଖାଇବା। ଯେମିତି ସନ୍ଧ୍ୟା ହେଲା, ଦୁଇଟି ବିଲୁଆ ସିଂହର ଗୁମ୍ଫାକୁ ଗଲେ। ଆଉ ସେଇଠୁ ମାଂସ ଖଣ୍ଡେ ଧରିକି ବାହାରକୁ ଆସିଲେ। ତାପରେ ବାଘ ପୁଣି ସିଂହର ଶବ୍ଦ ବାହାର କଲା। ଆଉ ପୁଣି ସେମାନେ ଡରି ସେ ମାଂସ ଖଣ୍ଡଟିକୁ ସେଇ ଗଛ ତଳେ ଥୋଇ, ଲକି ଆମେ ମାଂସ ଖଣ୍ଡଟିକୁ ଥୋଉଛେ ସିନା, ଏ ମାଂସ ଖଣ୍ଡ ଉପରେ ଆମେ ନଜର ରଖିବା କି ଏ ମାଂସ ଖଣ୍ଡଟିକୁ କିଏ ନେଇକି ଯାଉଛି। ଆଉ ଦିଜଣ ସେଠୁ ଯାଇକରି ଲୁଚି କରି ରହିଲେ। ତାପରେ ବାଘଟି ଆସି ତାଙ୍କ ମାଂସ ଖଣ୍ଡଟିକୁ ପାଟିରେ ଧରି ସେ ଜାଗାରୁ ଚାଲିବାକୁ ଲାଗିଲା। ଆଉ ସେମାନେ ସେ ବାଘର ପଛେ ପଛେ ଚାଲିଲେ। ତାପରେ ବାଘଟି ସେ ମାଂସ ଖଣ୍ଡଟିକୁ ଧରି ଗୋଟିଏ ଗଛ ପାଖରେ ବସିଥାଏ। ସେତିକି ବେଳେ ସେ ଦୁଇ ଜଣ ଯାଇ ବାଘ ପାଖରେ ପହଞ୍ଚିଲେ। ବା ଗୁରୁଜୀ, ତମେ ତ ଇଏ ଠିକ୍ କାମ କରୁଛ। ଆପଣଙ୍କୁ ଚୋରି କଲାବେଳେ ଲାଜ ଲାଗୁନି? ଆମେ କେତେ କଷ୍ଟରେ ଖାଦ୍ୟ ସଂଗ୍ରହ କରିକି ଆଣିଲୁ, ଆଉ ଆମେ ପାଣି ପିଇକି ଆସୁ ଆସୁ ଆପଣ ଆମର ଖାଦ୍ୟକୁ ଚୋରାଇ ଆଣି ଆସିଛନ୍ତି। ଚୁପ୍ କର, ମୁଁ ସବୁ କଥା ଜାଣିଛି। ନହେଲେ ଗୋଟେ ଜାବଡ଼ାରେ ଦି ଜଣକୁ ଏଇଠି ଶୁଆଇଦେବି। ତମେ ତ ଆଗରୁ ମୋର ଶିକାର ଚୋରଉଥିଲ, ଏବେ ମୁଁ ତମର ଚୋରାଇଲି ବୋଲି କ'ଣଟା ଭୁଲ କରିଦେଲି? ଏଇ ଖାଦ୍ୟ ତ ତମେ ସିଂହର ଗୁମ୍ଫାରୁ ଚୋରେଇକି ଆଣିଛ। କ'ଣ କହୁଛ କେତେ କଷ୍ଟରେ ମୁଁ ଖାଦ୍ୟ ସଂଗ୍ରହ କରିଛି? ତମେ ତ ଆଗରୁ ମୋତେ ଡରାଇ ମୋର ଶିକାର ଚୋରି କରି ଖାଉଥିଲ। ଯେତେବେଳେ ମୁଁ ଶିକାର ଆଣିବା ବନ୍ଦ କରିଦେଲି, ତମେ ସେ ଗୁମ୍ଫାରୁ ବସି ଚୋରେଇବାକୁ ଲାଗିଲ। ତାପରେ ମୁଁ ତମର ଚୋରି କରିଥିବା ଖାଦ୍ୟକୁ ଚୋରେଇକି ଖାଇବାକୁ ଲାଗିଲି। ଏଥିରେ ମୁଁ ଭୁଲ କ'ଣ କଲି? କଥା ତ ଆପଣ ଠିକ୍ କହୁଛନ୍ତି ଗୁରୁଜୀ, ଆମେ ତମର ଚୋରି କଲୁ ଆଉ ତମେ ଆମର ଚୋରି କଲ। ମୁଁ ତ ଫାଷ୍ଟ କହିଥିଲି ଭାଇ, ଗୁରୁଜୀ ଆମଠୁ 2 ଷ୍ଟେପ୍ ଆଗୁଆ ଚାଲୁଛନ୍ତି। ତୁ ବିଶ୍ୱାସ କଲୁନି ମୋ କଥା। ଆରେ ସେତିକି କଥାବାର୍ତ୍ତା ହୁଅ, ମୋ ଆଗରେ ଏତେ ନାଟକ କରନି। ଆଉ ଆଗକୁ ତମେ ଯଦି ମୋର ଶିକାର ଚୋରେଇଛ, ମୁଁ ସିଂହକୁ ଯାଇ କହିଦେବି ତେମେ ଦି ଜଣ ତା ଗୁମ୍ଫାରେ ବସି ଖାଦ୍ୟ ଚୋରଉଛ ବୋଲି। ସେହି କ୍ଷଣି ସିଂହ ସେ ଜାଗାକୁ ଆସିଗଲା। ମୋତେ କହିବା ଆବଶ୍ୟକ ନାହିଁ, ମୁଁ ତମ ପାଖକୁ ଆସିଗଲି। ମୁଁ ତମ କଥା ବି ଶୁଣି ଦେଇଛି ସବୁ। କେମିତି ଗୁରୁ ମୋର ଶିକାର ଚୋରଉଥିଲା, ତାପରେ ଗୁରୁର ଶିକାର ଚେଲା ଚୋରଉଥିଲେ, ତାପରେ ଗୁରୁ ଚେଲାଙ୍କର ଶିକାର ଚୋରେଇବାକୁ ଲାଗିଲା। ଆରେ ଏମିତି ଚୋରି କିଏ ବି କରେ? ତମର ଏଇ ଚୋରିକୁ ଦେଖି ମୋ ପାଖରେ ତ ଗୋଟିଏ ୱାର୍ଡ଼ ଅଛି ତମ ପାଇଁ, ଗୁରୁ ଚୋର ଆଉ ଚେଲା ମହାଚୋର। ଚାଲ, ତମ ସମସ୍ତଙ୍କୁ ସଜା ମିଳିବ। ଚାଲ। ତମେ ଜଙ୍ଗଲର ରାଜାଙ୍କର ଶିକାର ଚୋରଉଛ, ଗୁରୁ ଚୋର, ଚେଲା ମହାଚୋର। ଜଲ୍ଦି ଚାଲ ଏଠୁ।